ଆଜି ଆମେ 12 ମାସ ଆଉ 6 ଋତୁର ନାଁ ଶିଖିବା ହେଲା। ଓଡ଼ିଆରେ 12 ମାସର ନାମ ଆଉ 6 ଋତୁର ନାମ। ପ୍ରଥମ ମାସ କ'ଣ? 12 ମାସ। ବୈଶାଖ, ଜ୍ୟେଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ, ଫାଲ୍ଗୁନ, ଚୈତ୍ର। ଏ 12ଟି ମାସ ହେଲା। 2 ମାସକୁ ନେଇ ଗୋଟେ ଋତୁ ହୋଇଛି ହେଲା। ଗ୍ରୀଷ୍ମ ଋତୁ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ ହେଲା। ବୈଶାଖ ଆଉ ଜ୍ୟେଷ୍ଠ ଏ ମାସକୁ ନେଇ ଗୋଟିଏ ଋତୁ, ସେଟା ହଉଛି ଗ୍ରୀଷ୍ମ ଋତୁ ହେଲା। ବୈଶାଖ ଜ୍ୟେଷ୍ଠ ଗଲା। ଆଷାଢ଼ ଶ୍ରାବଣ, ଆଷାଢ଼ ଶ୍ରାବଣକୁ ନେଇ କୋଉ ଋତୁ ହବ? ବର୍ଷା ଋତୁ। ଆଷାଢ଼ ଶ୍ରାବଣ ପରେ ଭାଦ୍ରବ ଆଶ୍ୱିନ ଏ ଋତୁ ହବ ଶରତ ଋତୁ ହେଲା। ବୈଶାଖ ଜ୍ୟେଷ୍ଠ ଆଷାଢ଼ ଶ୍ରାବଣ ଭାଦ୍ରବ ଆଶ୍ୱିନ କେଉଁ ଋତୁ ହବ? କେଉଁ ଋତୁ ହବ? ଗ୍ରୀଷ୍ମ ଗଲା, ବର୍ଷା ଗଲା, ଶରତ ଗଲା, ହେମନ୍ତ ଋତୁ ହେଲା। ତାର ମାସ ଆଉ କୋଉ ମାସ ରହିଲା? ବୈଶାଖ, ଆଷାଢ଼ ଶ୍ରାବଣ, ଭାଦ୍ରବ ଆଶ୍ୱିନ, କାର୍ତ୍ତିକ ମାର୍ଗଶିର କେଉଁ ଋତୁ? କେଉଁ ଋତୁ ହବ? ଶୀତ ଋତୁ ହେଲା। ବୈଶାଖ ଜ୍ୟେଷ୍ଠ ଗଲା, ଆଷାଢ଼ ଶ୍ରାବଣ ଗଲା, ଭାଦ୍ରବ ଆଶ୍ୱିନ ଗଲା ହେଲା। ଭାଦ୍ରବ ଆଶ୍ୱିନ, କାର୍ତ୍ତିକ ମାର୍ଗଶିର, ପୌଷ ମାଘ କେଉଁ ଋତୁ? ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଋତୁ। ବସନ୍ତ ଋତୁ କେଉଁ ଋତୁ ହବ? ଫାଲ୍ଗୁନ, ଚୈତ୍ର ହେଲା। କିଏ 12 ମାସର ନାଁ କହିବ? 12 ମାସର ନାଁ କିଏ କହିବ କହିଲ? ଆଉ 6 ଋତୁର ନାଁ କିଏ କହିବ? କୁହ। ଶୀତ କେଉଁ ମାସରେ ଶୀତ ହୁଏ? ଶୀତ ଋତୁ କେଉଁ ମାସରେ ହୁଏ କହିଲେ? କେଉଁ ମାସରେ ଶୀତ ଋତୁ ହବ? ପୌଷ ମାଘ ହେଲା। ଆଉ ବସନ୍ତ ଋତୁ କେଉଁଥିରେ? ଗ୍ରୀଷ୍ମ ଋତୁ କେଉଁ ମାସ ଋତୁରେ ହବ? ବର୍ଷା ଋତୁ କେଉଁ 2 ମାସରେ ହବ ହେଲା। ସମସ୍ତେ 12 ମାସର ନାଁ ଶିଖିଲ? ମନେ ରହିଲା? ଆଉ ଥରେ କହିଲ 12 ମାସର ନାଁ ସମସ୍ତେ କୁହ। ବୈଶାଖ, ଜ୍ୟେଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ, ଫାଲ୍ଗୁନ,